ଜେଜେବାପା ଔଷଧ ରାଗରେ ତାଟିଆ କାହିଁକି କାମୁଡୁଛ? ଓହୋ ତମେ ଟିକେ ଚୁପ ରହିଲ। ହଇରେ ତୁ ସେଠି କଣ କଲୁ? ମୁଁ କଣ କହିଲି ପଚାରୁନୁ ଜେଜେବାପାଙ୍କୁ? ବୁଝିଲୁ ଜେଜେମା, ହଁ ମିଞ୍ଚେ ମିଞ୍ଚେ ଦରମା ଦେଇ ଅଫିସର ପୋଷିଛନ୍ତି। ହଁ କମ୍ପାନୀର ସ୍ୱାର୍ଥ ଜଗିବା ପାଇଁ ନିଜ ବଡ ଭାଇର ପୁଅକୁ ମ୍ୟାନେଜର ରଖିଛନ୍ତି। ମୋଟା ଦରମା ଖାଇ ଖାଇକି ସେମାନଙ୍କ ଦେହର ଚର୍ବି ଯୋଉ ରେଟରେ ବଢିଛି, ମୁଣ୍ଡର ବୁଦ୍ଧି ସେଇ ରେଟରେ କମି ଯାଇଛି। ପଚାର ଜେଜେବାପାଙ୍କୁ, ଗୋଟାଏ ପ୍ରୋବ୍ଲେମ ସଲ୍ଭ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଧନ୍ଦି ହଉଥିଲେ। ମୁଁ କହିଲି ଏମିତି ଫଟାଫଟ ସଲ୍ଭ କରିଦେଇ ପଳେଇ ଆସିଲି। କଣ ଜେଜେବାପା ସତ ନା ନାଇଁ? ସଲ୍ଭ ହେଇଥାନ୍ତା କି ନାହିଁ ସେ କଥା ପରେ ବୁଝା ଯାଇଥାନ୍ତା। ତତେ ତ କେହି ସଜେସନ ମାଗି ନଥିଲେ। ବିନା ଅନୁମତିରେ ସେ ଘରେ ବସି ସଜେସନ ଦବାର ଅଧିକାର ତତେ ହେଲା କିଏ? ଫେର ସେଇ ଅଧିକାର ଅନଧିକାର ପ୍ରଶ୍ନ ଉଠେଇଲ। ତମକୁ 72 ବର୍ଷ ବୟସ ହେଇଗଲାଣି। ବିଶେଷଜ୍ଞ ମାନେ କୁହନ୍ତି 70 ବର୍ଷ ଟପିଲା ପରେ ମଣିଷର ବୁଦ୍ଧି ବୃତ୍ତି କମିବାରେ ଲାଗେ, ଆଉ 20 ଟପିଲା ପରେ ମଣିଷର ଅଭିଜ୍ଞତା ବଢିବାରେ ଲାଗେ। ମତେ ତ 20